ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଖଣ୍ଡାରେ ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା। ଘରେ ପଶିଲେ ଖଣ୍ଡାରେ ଚୋଟ ପରେ ଚୋଟ ମାରି ଚାଲିଲେ। ଘରୁ ନଗଦ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିଲା ବେଳେ ଗଲାବେଳେ ଘରେ ଲାଗିଥିବା ସିସିଟିଭିର ହାର୍ଡ ଡିସ୍କକୁ ନେଇ ଚାଲିଗଲେ। ଏଭଳି ଘଟଣା ଦେଖିବାକୁ ମିଳିଛି କୁଜଙ୍ଗ ଥାନା ଅଧୀନସ୍ଥ ହଂସିଣା ଗ୍ରାମରେ। ରାତ୍ରି 8ରୁ 9ଟା ଭିତରେ ହଂସିଣା ଗ୍ରାମର ଦେବୀପ୍ରସାଦ ମିଶ୍ର ଓ ତାଙ୍କ ବୋହୂ ଘରେ ଥିବାବେଳେ 2 ଜଣ ଦୁର୍ବୃତ୍ତ ଘର ଭିତରକୁ ପଶି ଆସି ହଠାତ୍ ଦେବୀପ୍ରସାଦଙ୍କ 2 ହାତକୁ ଚୋଟ ପରେ ଚୋଟ ମାରିବା ସହିତ ଘରେ ଯାହା ଆଦି ଦେବାକୁ ଧମକ ଦେଇଥିଲେ। ଏହା ସହିତ ଦେବୀପ୍ରସାଦଙ୍କୁ ଘର ଭିତରେ ପୁରାଇ ଦେଇ ତାଙ୍କ ବୋହୂ ପିନ୍ଧିଥିବା ସମସ୍ତ ସୁନାଗହଣା ସହିତ ଘରେ ରହିଥିବା ଟଙ୍କା ଓ ସୁନାଗହଣା ଲୁଟି ନେଇ ଫେରାର ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଛି ଦିନ ପୂର୍ବରୁ ବିଳମ୍ବିତ ରାତିରେ ଦେବୀପ୍ରସାଦଙ୍କ ଘରେ ସମ୍ମୁଖରେ ଏକ ବାଇକ୍ ଲୁଟି ନେଇଥିବା ବେଳେ ଦେବୀପ୍ରସାଦଙ୍କୁ ଦେଖି ବାଇକ୍ ଛାଡ଼ି ପଳାଇଥିଲେ। ଏନେଇ କୁଜଙ୍ଗ ଥାନାରେ ଏତଲା ଦେବା ସହିତ ସିସିଟିଭି ଫୁଟେଜ୍ ଦେଖିଥିଲେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ୍ୟ ରହିଥିଲା। ଯାହାଫଳରେ କି ଆଜିର ଘଟଣାକୁ ନେଇ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ଦେବୀପ୍ରସାଦ। ଯଦି ପୂର୍ବରୁ ଦେଇଥିବା ଅଭିଯୋଗ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତା ତେବେ ଆଜିର ଘଟଣା ହୁଏତ ଘଟାଇବା ପାଇଁ ଦୁର୍ବୃତ୍ତମାନେ ସାହସ କରିନଥାନ୍ତେ ବୋଲି ଅଭିଯୋଗ ଆଣିଛନ୍ତି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଡିଜିଟାଲ। ଦେବୀପ୍ରସାଦ ମିଶ୍ର। କୋଉଠି ଘର ଘର କୋଉଠି? ଏଇ 15 ନମ୍ବର ହସିଣା। ଆଜି ରାତି 8:40ରୁ 45 ଭିତରେ ଘରେ ବସିଥିଲି। 2 ଜଣ ଲୋକ ପଶି ଆସିଲେ, ଅଜଣା ଲୋକ। ହାତରେ ସେ ଖଣ୍ଡା ଧରିଥିଲେ, ନା ହେଲମେଟ୍ ଜଣେ ପିନ୍ଧିଥିଲା, ଆଉ ଜଣେ ଖୋଲା ହାତ ଥିଲା। ମୋତେ ହାଣିଦେଲେ, ଗୋଟେ ଚୋଟ ପକେଇଲେ। ସେଇଥିରେ ଯେଉଁ ଧରିଥିଲେ, ଯେଉଁ ଖଣ୍ଡା ଆଣିଲେ, କହିଲେ ଏଇଠି ବସ୍, ଅସଭ୍ୟ କରି ବସ ଏଇଠି। କ'ଣ ହେଇଛି ମୁଁ ବୁଝିବା ପୂର୍ବରୁ ଆଉ ଥରେ ହାଣିଦେବୁ, କେଉଁଠି କ'ଣ ରଖିଛ ଦିଅ। ମୁଁ କହିଲି କେହି ରଖିନାହାନ୍ତି, ଚାବି ମୋ ପାଖରେ ନାହିଁ, କେମିତି କ'ଣ କରିବା? ନା ଆପଣ ଯାହା ରଖିଛନ୍ତି ସବୁ ଦିଅ, ଶୀଘ୍ର ବାହାର କର, ନହେଲେ ହାଣିବେ। ପୁଣି ପକେଇଲେ ଚୋଟ। ବୋହୂକୁ ଧରିକି ତା ହାତରୁ ଚେନ୍, ମୁଦି, କାଚ ଯାହା ଥିଲା ସବୁ ଓହ୍ଲେଇ ନେଇଗଲେ। ମୋତେ ଜବରଦସ୍ତି ଟାଣି ନେଇକି ଆଲମିରା ପାଖକୁ ଗଲେ। ସେଠି ବି 2 ଚୋଟ ପକେଇଲେ। ପକେଇଲା ପରେ ବାଧ୍ୟ ହେଇକି ଚାଲମିଆ ଖୋଲିଲି ଏବଂ ଯାହା ଥିଲା ମୁଁ କହିଲି ତୁମେ ଦେଖିନିଅ, ନା ନାଇଁ ତୁ ବାହାର କରିଦେ। ମୁଁ ଯାହା ଥିଲା ଦେଲି। ଆଉ ଟଙ୍କା ଆନୁମାନିକ 40,000 ଖଣ୍ଡେ ଟଙ୍କା, ଆଉ ବୋହୂର 2ଟା ଚେନ୍, 4ଟା ମୁଦି, ତା କାନଫୁଲ, ତା ହାତ ଚୁଡ଼ି, 2 ଲକ୍ଷ ଟଙ୍କା। ମୋତେ ଘରେ ପୁରେଇ ଦେଇକି ଆଗୁଆ ଦେଇ ବିରୋଧ କରିବାକୁ ସମୟ ଦେଲେନି। ବିରୋଧ କରିବା ଅବସ୍ଥାରେ ମୁଁ ନଥିଲି, ବୁଝିପାରୁଛନ୍ତି। ସେ ଯେଉଁ ପ୍ରଥମ ଚୋଟଟା ପକେଇଲେ ପୁରା ଭେନ୍ କଟିଗଲା, ରକ୍ତଗୁଡ଼ା ବୋହୁଛି। ତେଣୁ ତାକୁ ମୋତେ ଆଗୁଆ ତାଲା ଦେଇ ପଳେଇ ଆସିଲେ। ବୋହୂ କ'ଣ ଧମକାଧମକି କରୁଥିଲେ, ବୋହୂ ତାଙ୍କୁ ଗୋଡ଼ ହାତ ଧଇଲା। ତାପରେ ସେଇଠୁ ବୋହୂ ଯାହା ଥିଲା ଦେଇଦେଲା ପରେ ସେ କବାଟ ଆଉଜି ପଳେଇଲେ। ମୋ ମୋବାଇଲ ନେଇ ଯାଇଥିଲେ, ସିସିଟିଭି ହାର୍ଡ ଡିସ୍କ ନେଇ ପଳେଇଲେ। ବୋହୂ ମୁଁ 2 ଜଣ ଥିଲୁ। ହଁ, 6 ତାରିଖ ଦିନ, ଏଇ ମାସ 6 ତାରିଖ ଦିନ ଆମ ରାତି 1:55ରେ ମୋ ଘରୁ ଆସି ବାଇକ୍ ଚୋରି କରି ଜଣେ ନେଉଥିଲେ ଏବଂ ମୁଁ ସେଥିରେ ଭୁବନେଶ୍ୱର ଫେରିଲା ବେଳକୁ ସେ ବାଇକ୍ଟା ଛାଡ଼ି ଦେଇ ପଳେଇଲେ। ମୋତେ ଦେଖିଥିଲି। ମୁଁ ଏକଥା ଦେଇଥିଲି ଏଫଆଇଆର୍ ନେଇ କେଉଁଠି ଥାନାରେ। ସେମାନେ ଆସିଲେ, ଆଉ କିଛି ଥରେ ଆସିଲେ, ବୁଲିଗଲେ, ଆଉ ଏନକ୍ୱାରି କଲେନି। ମୁଁ କହିଲା ପରେ ଦେଖିବା, ଆମେ ଯଦି ସୁବିଧା ମିଳେ କହିବୁ, ଆପଣ ଟିକେ ଖୋଜନ୍ତୁ। ମୁଁ ବି ସେଥିରେ ଲେଖିଥିଲି, ଯଦି ଆପଣ ଏଇଟାକୁ ନ ଧରନ୍ତି ଭବିଷ୍ୟତରେ ଗୋଟେ ବଡ଼ ଅଘଟଣକୁ ଏଡ଼ାଇ ଦେଇ ପାରିବ ନାହିଁ। କିନ୍ତୁ ଅଘଟଣ ଘଟିଲା। ଆଉ ନା, ସିଏ ନୁହଁ, କିନ୍ତୁ ଧରା ହେଇଥିଲେ ପ୍ରାୟତଃ ବୋଧେ ଅନ୍ୟାନ୍ୟ ଭୟ କରିଥାନ୍ତି ଯେ ସିସିଟିଭିରେ ଅଛି, ଆମେ ଯିବା ଅସୁବିଧା ହେବ। ତାକୁ ତ କିଛି ଆକ୍ସନ୍ ନେଲେନି ଥାନାବାଲା, ବୋଲି ଏମିତି ହେଇପାରେ। ଏମାନେ ଆଉ ଟିକେ ସାହସ ବଢ଼ିଯାଇ ପାରିଥାଏ ଏମାନଙ୍କର। ନା, ସେମିତି ସନ୍ଦେହ, ସେ ଲୋକକୁ ତ ମୁଁ ଚିହ୍ନିନି, ଆଉ ସନ୍ଦେହ କେମିତି କରିବି? ଜଣେ ହେଲମେଟ୍ ପିନ୍ଧିଥିଲା, ଆଉ ଜଣେ ଖୋଲା ମୁହଁ ଥିଲା। 2 ଜଣଙ୍କୁ ମାର୍କିଂ କରିପାରିବି। 2 ଜଣ ଆସିଥିଲେ। ନା, ମୁଁ କେଉଁଥିରେ ଆସିଲେ ଦେଖିନି। ମୁଁ ଘରେ ଥିଲି, ଆମେ ତ ଘରେ ରହିଲୁ, ଆଉ ସେ ତ ପଳେଇଲେ। ଆଉ ନା, ଏଠୁ ସାଇପଡ଼ିଶା ଦୂର, ସେମାନେ ଜାଣିବାର ସବୁ ସମ୍ଭବ ନୁହଁ। ଚାହୁଁଛନ୍ତି ଚୋର ଧରା ଯଦି ପଡ଼ନ୍ତା, ଏଇ ଏରିଆ ଯଦି ପାଟ୍ରୋଲିଂ ହୁଅନ୍ତା ପୋଲିସର, ତାହେଲେ ଏଇ ଏରିଆରେ ବହୁତ ଏମିତି ହେଉଛି। ଦିନ 11ଟାରେ ବି ଗୋଟେ ଲୋକଠୁ 36,000 ଟଙ୍କା ଛଡ଼େଇ ନେଲେ। ଏଇ ରାତି ଏଇଟା କ୍ରିମିନାଲ, ଏଇ ମାନେ ଏପଟେ କ୍ରିମିନାଲ ବେଶୀ ଯାଉଛି। ଯଦି ପୋଲିସ ଏଠି ଦୃଷ୍ଟି ଦିଅନ୍ତା, ପାଟ୍ରୋଲିଂ ଗୋଟେ ବ୍ୟବସ୍ଥା କରନ୍ତା, କିଛି ଲୋକ ଆମେ ରହିଯାଆନ୍ତି ଯେଉଁ ଫ୍ୟାମିଲି ଆମେ ରହୁଛୁ। ପୋଲିସ ତ ମୋତେ ଆଶ୍ୱାସ ଦେଉଛନ୍ତି ଯେ ହଁ, ଆମେ ଯାହା ହେଲେ ବି ଷ୍ଟେପ୍ ନେବୁ, ଆପଣ ଧୈର୍ଯ୍ୟ ଧରୁଛନ୍ତି ବହୁତ, ଏବଂ ଧୈର୍ଯ୍ୟ ଧରନ୍ତୁ, ଆମେ କୋଅପରେଟିଭ୍ କରନ୍ତୁ, ଯାହା ନେବା କଥା ନେବୁ। ହଁ, ମୁଁ କହିଛି, ପୋଲିସଙ୍କୁ କହିଲି, ଆପଣ ଯଦି ସେଇଟା କରିଥାନ୍ତେ ପରେ ବରଂ ଏମାନେ ଭୟ ଥାନ୍ତା, ସେଇଟା ଆପଣ ନ କରିବାରୁ ଆମେ
ବହୁତ କାର୍ୟ ବ୍ୟସ୍ତ ରହିଲୁ, ତଥାପି ଆମେ ଚେଷ୍ଟା କରୁଥିଲୁ ଆଜି ଆଗେ। ମୁଁ କହିଲି ଆପଣ ତ ସେଇ ତ କହିବେ ନିଶ୍ଚିତ, କିନ୍ତୁ କରିଥିଲେ ଏ ଦୁର୍ଘଟଣାଟା ହେଇନଥାନ୍ତା। ନା ପ୍ରଶାସନକୁ ଦାୟୀ କରିବା ତା ପଡ଼ିବ, ବାଧ୍ୟ ହେଇ ଆମେ କରିବୁ ଏଇଥିପାଇଁ ଯେ ଏଠି ପେଟ୍ରୋଲିଂ ବ୍ୟବସ୍ଥା କରିବାର ଥିଲା। ଏବଂ ମୁଁ ଯେତେବେଳେ ଏଫଆଇଆର୍ ଦେଇଛି ଏ ଏରିଆରେ ଘଟଣା ଘଟୁଛି, ସେମାନେ ଯଦି ସତର୍କ ହୋଇଥାନ୍ତେ ଆମ ଧନଜୀବନ ରକ୍ଷା ହେଇପାରିଥାନ୍ତା। ମୁଁ ଯଦି ପ୍ରୋଟେଷ୍ଟ ନ କରିଥାନ୍ତି ମୋ ଜୀବନଟା ଯାଇଥାନ୍ତା। ସେ ଯେମିତି ଆକ୍ରମଣ କରୁଥିଲେ, ମୁଁ ନହେଲେ 2 ହାତରେ 10ଟା ଚୋଟ ଖାଇଲି, ଯଦି ଟିକେ ହାତ ଆଭଏଡ଼ କରିଦେଇଥିଲି ମୋ ମୁଣ୍ଡ ନିଶ୍ଚୟ ଫାଟିଥାନ୍ତା।